জয় জগন্নাথ শ্রোতা বন্ধু। হে শ্রোতা বন্ধু, মনোবোধ 34 ପୂର୍ବବର୍ତ୍ତୀ ଅଧ୍ୟାୟ ଦ ପର୍ଯ୍ୟନ୍ତ ଯାଇଥିଲା। କ ଠାରୁ ଦ ପର୍ଯ୍ୟନ୍ତ ଗଲା। ୟା ପରେ ଧ ଠାରୁ ଆଜି ଆରମ୍ଭ କରିବା। ମନଧ୍ୟାନ ଦେଇ ଶୁଣିବେ ନିଶ୍ଚୟ। ଧର୍ମ ଧର୍ମ କଥା ନ ଜାଣୁ ତୁହି, ଧନ ଦେଉଛୁ ଧର୍ମ ଅର୍ଜିବା ପାଇଁ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମରେ ଆତଜାତ ହେଉଛି ମହି। ଧର୍ମ ଅଧର୍ମ କଥା ନ ଜାଣୁ ତୁହି, ଧନ ଦେଉଛୁ ଧର୍ମ ଅର୍ଜିବା ପାଇଁ। ଏ ମନ ଭିତରେ କିଛି ଶଙ୍କା ରଖି, କିଛି ପାଇବାର ଆଶା ରଖି, କିଛି ଆକାଂକ୍ଷା ରଖି ସେ ଧନ ଦାନ କଲେ ସେଥିରେ କିଛି ପୁଣ୍ୟ ନଥାଏ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ସେଇଥିପାଇଁ କୁହାଯାଇଛି ଧୋକା ରଖିଲେ ଧନ୍ଦା ଫିଟିବ। ମନ ଭିତରେ କୁଣ୍ଠା, ଏଇ ଧନଟି ଦେଲି, ମୁଁ ଏ ବାବଦରେ କିଛି ଆମଦାନୀ କରିବି, ସେଥିରେ କିଛି ମୂଲ୍ୟ ନାହିଁ। ଧର୍ମ ଅଧର୍ମ କଥା ନ ଜାଣୁ, ଧର୍ମ କ'ଣ ଅଧର୍ମ କ'ଣ, ବିନା ଦ୍ୱିଧାରେ ବିନା କୁଣ୍ଠାରେ ହୃଦୟକୁ ଖୋଲା ରଖି ଯେଉଁ ଦାନ କରାଯାଏ ସିଏ ହେଉଛି ଧର୍ମ। ସେ ଦାନରେ କିଛି ଧର୍ମ ମିଳେ। ଧନ ଅର୍ଜିବ ଧର୍ମ କରି, ଧର୍ମେ ପ୍ରାପତ ନର ହରି। ଭାଗବତରେ କୁହାଯାଇଛି ଧନ ଅର୍ଜିବ ଧର୍ମ କରି, ଧର୍ମେ ପ୍ରାପତ ନର ହରି। କିଛି ପୁଣ୍ୟ ଥିଲେ, କିଛି ଧର୍ମ ଅର୍ଜନ କଲେ ନରହରି ଅର୍ଥାତ୍ ସ୍ୱୟଂ ମହାପ୍ରଭୁଙ୍କ ପାଦ ପଦ୍ମରେ ନିଶ୍ଚୟ ଆଶ୍ରୟ ପାଇବ। କଥାରେ ନାହିଁ ଅସତ ଧନ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ସେଥିପାଇଁ କୁହାଯାଇଛି ଦୁଃଖେ ଅର୍ଜିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ। ଅନ୍ୟ ଜଣକୁ କଷ୍ଟ ଦେଇ, ଅନ୍ୟ ଜଣଙ୍କ ମନରେ ଆଘାତ ଦେଇ ବା ଅନ୍ୟ ଜଣଙ୍କର ଉପାର୍ଜିତ ଧନ ନିଜେ ଆତ୍ମସାତ କଲେ, ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ସୁଖେ ପ୍ରୟୋଜନ। ସେ କୌଣସି ସୁଖ କାମରେ ଲାଗିପାରେ ନାହିଁ, ତାର 5 ଗୁଣ ଦୁଃଖ ସେ ଦେଇକି ଯାଏ। ସେଇଥିପାଇଁ ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ହବ ସଂସାର ବାରିଧି। ଏ ଭଗବାନ ଧର୍ମ ନାମକ ଏକ ପୋତ ତିଆରି କରିଛନ୍ତି, ଯେଉଁଥିରେ କିଛି ପୁଣ୍ୟ କିଛି ଧର୍ମ ଅର୍ଜନ କରିଥିଲେ ସେ ପୋତରେ, ସେ ଜାହାଜରେ ନିଶ୍ଚୟ ସଂସାର ସମୁଦ୍ରରୁ ପାରି ପାଇଯିବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।